ଆପଣ ଫେସବୁକ୍ ତ ୟୁଜ କରୁଛନ୍ତି, ହେଲେ ଏ ବିଷୟରେ କଣ ଏ ପର୍ଯ୍ୟନ୍ତ ଆପଣ ଜାଣିନାହାନ୍ତି। ଫଟୋ ବି ପୋଷ୍ଟ କରୁଛନ୍ତି, ବଟ୍ ଏଇ ବିଷୟରେ ଯଦି ଜାଣିଦେବେ ନା, ଦେଖିବେ ପୁରା ବଢିଆ ପୋଷ୍ଟ ହବ। ମାନେ ଆପଣ ଯୋଉ ଫଟୋ ପୋଷ୍ଟ କରୁଛନ୍ତି ଗୋଟେ ନର୍ମାଲ ସା ଥାଉଛି, ଧନ୍ୟବାଦ ଏବେ ଆପଣ 4-5ଟା ଫଟୋ ପୋଷ୍ଟ କରିବାର ଅଛି, ସିଲେକ୍ଟ କରୁଛନ୍ତି, ପୋଷ୍ଟ କରିଦଉଛନ୍ତି ଡାଇରେକ୍ଟଲି ହେଇଗଲା। କିନ୍ତୁ ଯୋଉ ପୋଷ୍ଟ କରୁଛନ୍ତି, ଯୋଉ ଫଟୋର ଲେଆଉଟ୍ ଆସୁଛି ସେଟା ଦେଖିବାକୁ ଏତେ ଖାସ ଲାଗୁନି। ଲେଆଉଟ୍ ମାନେ କଣ ସେଟା ବି ଆଗକୁ କହିଦେବି, ଭିଡିଓରେ ଦେଖେଇଦେବି, ଆପଣ ପୁରା ବୁଝିଯିବେ। ଯଦି ଆପଣ ସେଇଟାକୁ ଚେଞ୍ଜ କରିବେ, ଦେଖିବେ ଫଟୋଟା ଦେଖିବାକୁ ଗୋଟେ ଆଟ୍ରାକ୍ଟିଭ ଲାଗିବ, ଗୋଟେ ବଢିଆ ଲୁକ୍ ଆସିବ, ମାନେ ପୁରା 100% ବେଷ୍ଟ ଫଟୋ ହେଇଯିବ। ତ ମାନେ ମୁଁ କଣ କହିବାକୁ ଚାହୁଁଛି, ଚାଲନ୍ତୁ ମୁଁ ଆଗକୁ ସ୍କ୍ରିନରେ ଯାଇକି ଦେଖେଇ ଦଉଛି, ଯାହାଦ୍ୱାରା ଆପଣ କମ୍ପ୍ଲିଟଲି ବୁଝିଯିବେ। ଆଉ ଡେରି କରିବାନି, ଭିଡିଓକୁ ଷ୍ଟାର୍ଟ କରିବା ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ କ୍ଲିକ୍ ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ ଫାଷ୍ଟ ମୁଁ ଫେସବୁକ୍ ଆପ୍ଲିକେସନକୁ ଓପନ କରିଦଉଛି। ଓପନ କରିବା ପରେ ମୋର ପ୍ରୋଫାଇଲକୁ ଆସି ଯାଉଛି। ମୁଁ ଗୋଟେ ଫଟୋ ପୋଷ୍ଟ କରିଥିଲି, ଗୋଟେ ନାହିଁ ମଲ୍ଟିପଲ ଫଟୋ ପୋଷ୍ଟ କରିଥିଲି ଗୋଟେ ଥରକେ। ଦେଖିବାକୁ ପାଉଥିବେ ଏଠି ଯୋଉ ରହିଛି, ଏଠି ଦେଖିବା ପାଇଲେ 4ଟା ଫଟୋ, ଯୋଉ ଫ୍ରେମଟା ରହିଛି ଦେଖିବାକୁ ପାଉଥିବେ। ମୁଁ କ୍ଲିକ୍ କରିବା ଆଗରୁ ଯୋଉ ଫଟୋର ଫ୍ରେମ ଥିଲା ଦେଖିବା ପାଇଲେ, ଏ ସାଇଡରେ 3ଟା ରହିଲା, ଆଉ ଏ ସାଇଡରେ ଗୋଟେ ବଡ ଆକାରରେ ଗୋଟେ ଶୋ ହଉଛି ହେଲା। ତ ଏଠି ଦେଖିବାକୁ ପାଉଥିବେ ଏଇ ଟାଇପର କିଛି ଫ୍ରେମ, ମାନେ ଏଇ ଟାଇପର କିଛି ଲେଆଉଟଟା ଅଛି ଏଇ ଫଟୋର। ତ ଆମେ ଯଦି ଚାହିଁବା ଆର ଲେଆଉଟ ଟାକୁ ଚେଞ୍ଜ କରିପାରିବା, ଚେଞ୍ଜ କଲେ ଆହୁରି ବଢିଆ ଦେଖାଯିବ। କେମିତି ଦେଖନ୍ତୁ, ଉପରେ ଯୋଉ ରହିଛି ଏଠି 3 ଡଟ୍, ଫଟୋ ଉପରେ ଦେଖନ୍ତୁ 3 ଡଟ୍ ଅଛି, 3 ଡଟ୍ ରେ କ୍ଲିକ୍ କରିବେ। ଦେନ୍ ଏଠି ଏଡିଟ୍ ପୋଷ୍ଟକୁ ଯିବେ, ଗଲା ପରେ ଏଠି ଚୁଜ୍ ଏ ଲେଆଉଟ ଅଛି, ଦେଖିବାକୁ ପାଉଥିବେ ଏଇ ଲେଆଉଟଟା ବର୍ତ୍ତମାନ ଯୋଉଟା କି କ୍ଲାସିକ ଅଛି, ବାଇ ଡିଫଲ୍ଟ ଯୋଉଟା ଥାଉଛି। ଏବେ ଯଦି ଆମେ ଲେଆଉଟଟା ଚେଞ୍ଜ କରିବା, ଦେଖିବାକୁ ପାଉଥିବେ କଲମ୍ସ ଅଛି, ଫ୍ରେମ ଅଛି। ତ ଆପଣଙ୍କୁ ଯୋଉଟା ଭଲ ଲାଗୁଛି, ଯୋଉଟା ରଖିଲେ ଭଲ ଲାଗୁଛି ସେଇଟା ଆପଣ ରଖନ୍ତୁ। ଦେଖିଲେ ନା, ମତେ ଏଇଟା କଲମ୍ସ ଟା ଭଲ ଲାଗୁଛି, କାହିଁକିନା ଦେଖନ୍ତୁ ଯୋଉ ଫଟୋଟା ମୁଁ ପୋଷ୍ଟ କରିଛି, ଯୋଉ 4ଟା ଫଟୋ ଏମିତି କଲମ୍ସରେ ରଖିଲେ ବଢିଆ ଦେଖାଯାଉଛି, ମାନେ ଯିଏ ବି ଦେଖିବ ଗୋଟେ ଆଟ୍ରାକ୍ଟିଭ ଲାଗିବ ହେଲା। ତ ଏଇ ଟାଇପ ରଖିଦେଲି, ମୁଁ ଏବେ ସେଭ୍ ରେ କ୍ଲିକ୍ କରିଦେଲି। ଫାଇନାଲି ଦେଖିବାକୁ ପାଉଥିବେ ଏଟା ସେଭ୍ ବି ହେଇଗଲା। କିଛି ସମୟ ଲୋଡିଂ ନବ, ଦେନ୍ ଫାଇନାଲି ଏଠି ଅପଡେଟ୍ ହେଇଯିବ। ଦେଖିଲେ ନା, ଏଇ ଯୋଉ ଫଟୋଟାକୁ ମୁଁ ଏବେ କଲି, ଆପଣ ବି ଆପଣ ଯୋଉ ଫଟୋ ପୋଷ୍ଟ କରୁଛନ୍ତି, ମୁଁ ଏବେ ଗୋଟେ ନହେଲେ ଫଟୋ ପୋଷ୍ଟ କରିକି ଆପଣଙ୍କୁ ଦେଖେଇ ଦଉଛି ମଲ୍ଟିପଲ ଫଟୋ। ତ ଏଠି ମୁଁ ସିଲେକ୍ଟ ମଲ୍ଟିପଲ ରେ କ୍ଲିକ୍ କରିକି ସେ ଫଟୋଟାକୁ ମୁଁ ସିଲେକ୍ଟ କରିଦେଲି, ଦେନ୍ ଏଠି ନେକ୍ସଟ ରେ କ୍ଲିକ୍ କଲି। କ୍ଲିକ୍ କରିବା ପରେ ଦେଖନ୍ତୁ, ପୋଷ୍ଟ କରିବା ଆଗରୁ ବି 2ଟା ଅପସନ ରହିଛି ହେଲା, କଲମ୍ସ ଆଉ ଫ୍ରେମ। ଏ 2ଟା ଭିତରେ ଆପଣ ଯେକୌଣସି ବି ସିଲେକ୍ଟ କରିପାରିବେ, କିମ୍ବା କ୍ଲାସିକ ବି ରଖିଲେ ଯୋଉଟା କି ବାଇ ଡିଫଲ୍ଟ ଥାଉଛି। ବାଇ ଡିଫଲ୍ଟ ଅଛି, ଏଟା ଆପଣ ଜାଣିଛନ୍ତି, ଆପଣ ରଖନ୍ତୁ କି ନ ରଖନ୍ତୁ ସେ ଅଟୋମେଟିକ ରହିଯିବ ଏଟା। ଯଦି ଆପଣଙ୍କୁ ନାହିଁ ଚେଞ୍ଜ କରିବାର ଅଛି ଆର ଲେଆଉଟ ଟା ଟିକେ ଷ୍ଟାଇଲିଶ ପାଇଁ, ଟିକେ ଆଟ୍ରାକ୍ଟିଭ ପାଇଁ, ତ ଆପଣଙ୍କ ଆକର୍ଡିଂରେ ଏ 2ଟା ଭିତରୁ ଯୋଉଟା ବି ଆପଣ ଚାହୁଁଛନ୍ତି ସେଟାକୁ ସିଲେକ୍ଟ କରିପାରିବେ। ଓକେ, ତ ଏଟା ଦେଖିବାକୁ ପାଇଲେ ମୁଁ ଏଠି କଲମକୁ ସିଲେକ୍ଟ କଲି, ତ ଏବେ ମୁଁ ନେକ୍ସଟ କ୍ଲିକ୍ କରିକି ପୋଷ୍ଟ କରିପାରିବି। ଓକେ, ସो ଏବେ ଆପଣ ବୁଝିପାରିଥିବେ ମୁଁ କଣ କହିବାକୁ ଚାହୁଁଥିଲି। ଯୋଉ ଫଟୋର ଲେଆଉଟ ରହିଛି, ସପୋଜ ଆପଣ ମଲ୍ଟିପଲ ଫଟୋକୁ ପୋଷ୍ଟ କରିବାକୁ ଚାହୁଁଛନ୍ତି ଗୋଟେ ଥରକେ, ତ ଏବେ ଆପଣ ସିଲେକ୍ଟ କରନ୍ତୁ, ତାର ଲେଆଉଟ ଟାକୁ ଆପଣ ଚେଞ୍ଜ କରିକି ପୋଷ୍ଟ କରନ୍ତୁ, ଦେଖିବେ ପୁରା ବଢିଆ ଲାଗିବ। ମାନେ ଯେଉଁ ଫଟୋକୁ ଯୋଉ ଟାଇପର ଲେଆଉଟ ଟା ସୁଟ୍ କରୁଛି, ସେଇ ଟାଇପର ଲେଆଉଟ ଆପଣ ସିଲେକ୍ଟ କରିକି ପୋଷ୍ଟ କରନ୍ତୁ। ଆଫ୍ଟର ପୋଷ୍ଟ ବି ଏଟା ଆପଣ କରିପାରିବେ ହେଲା। ତ ଯାହା ବି ହଉ, ଯାହା ଥିଲା ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଥିଲି, ଜଣେଇ ତ ସାରିଲି। କିନ୍ତୁ ଯଦି ଭିଡିଓଟି ହେଲ୍ପଫୁଲ ହେଇଛି, ଲାଇକ୍ କରିବେ, ସେୟାର କରିବେ, ଆଉ ଏଇ ଟାଇପର ହେଲ୍ପଫୁଲ କଣ୍ଟେଣ୍ଟ ଦରକାର ଥିଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ, ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ କ୍ଲିକ୍ ରଖିନେବେ। ତା ସହିତ ଯଦି ମତେ ଇନଷ୍ଟାଗ୍ରାମ, ଫେସବୁକ୍ ଏଣ୍ଡ ହ୍ୱାଟ୍ସଆପ ରେ ଫଲୋ କରନାହାନ୍ତି, ଫଲୋ କରିନିଅନ୍ତୁ, ଏଣ୍ଡ ଟେଲିଗ୍ରାମ ଚ୍ୟାନେଲକୁ ଜଏନ୍ କରିନିଅନ୍ତୁ। ସବୁ ଯାକ ଲିଙ୍କ ଡିସ୍କ୍ରିପ୍ସନରେ ରହିଛି, ଚେକ୍ ଆଉଟ୍ କରିନେବେ। ତ ପୁଣି ଦେଖା ହବା ଗୋଟେ ନୂଆ ଇଣ୍ଟରେଷ୍ଟିଂ ଭିଡିଓରେ, ସେଥିପାଇଁ ମତେ ବିଦାୟ ଦିଅନ୍ତୁ। ବାଏ ବାଏ, ଟେକ୍ କେୟାର।